ରାଧେଶ୍ୟାମ। ତ ଯୋଉଠୁ ଛାଡ଼ିଥିଲେ ପୁଣି ସେଇଠୁ ଆମେ ଆରମ୍ଭ କରିବା ସେ ଗୀତାକୁ। ଚାଲନ୍ତୁ। ଯଦି ତୁମେ ଏହି ଧର୍ମଯୁଦ୍ଧ ସଂଗ୍ରାମ ଅର୍ଥାତ୍ ଶାଶ୍ୱତ ସନାତନ ପରମ ଧର୍ମ ପରମାତ୍ମାରେ ପ୍ରବେଶ କରାଉଥିବା ଧର୍ମଯୁଦ୍ଧ କରିବ ନାହିଁ, ତେବେ ସ୍ୱଧର୍ମ ଅର୍ଥାତ୍ ସ୍ୱଭାବରୁ ଉତ୍ପନ୍ନ ସଂଘର୍ଷ କରାଯାଉଥିବା କ୍ଷମତା, କ୍ରିୟାରେ ପ୍ରବୃତ୍ତ କରାଯାଉଥିବା କ୍ଷମତାକୁ ହରାଇ ପାପକୁ ଅର୍ଥାତ୍ ଆବାଗମନ, ମୃତ୍ୟୁ ଓ ଜନ୍ମ ଏବଂ ପରକୀର୍ତ୍ତନକୁ ପ୍ରାପ୍ତ ହେବ। ଅପରକୀର୍ତ୍ତନ ଉପରେ କହୁଛନ୍ତି, ସମସ୍ତେ ବହୁ ଲୋକ ପର୍ଯ୍ୟନ୍ତ ତୁମର ଅପକୀର୍ତ୍ତନ କଥନ କରିବେ। ଆଜି ମଧ୍ୟ ପଦଚ୍ୟୁତ ହୋଇଥିବା ମହାତ୍ମାଙ୍କ ମଧ୍ୟରେ ବିଶ୍ୱାମିତ୍ର, ପରାଶର, ନିମି, ଶୃଙ୍ଗି ଇତ୍ୟାଦି ଗଣନା ହେଉଛନ୍ତି। ଅଧିକାଂଶ ସାଧକ ନିଜର ଧର୍ମ ଉପରେ ବିଚାର କରୁଛନ୍ତି, ଭାବୁଛନ୍ତି ଲୋକେ ଆମ୍ଭକୁ କ'ଣ କରିବେ। ଏପରି ଭାବ ମଧ୍ୟ ସମାଧାନରେ କିଛି ଦୂର ପର୍ଯ୍ୟନ୍ତ ଏହି ଭାବ ମଧ୍ୟ ସାଥିରେ ଚାଲିଥାଏ ଓ ମାନନୀୟ ପୁରୁଷ ନିମନ୍ତେ ଅପକୀର୍ତ୍ତ ମରଣଠାରୁ ମଧ୍ୟ ଅଧିକ ହୋଇଥାଏ। ଯେଉଁ ମହାପୁରୁଷଙ୍କ ଦୃଷ୍ଟିରେ ତୁମେ ମାନନୀୟ ହୋଇଅଛ, ବର୍ତ୍ତମାନ ତୁଚ୍ଛତାକୁ ପ୍ରାପ୍ତ ହେବ, ସେହି ମହାରଥୀମାନେ ବୁଝିବେ ଯେ ତୁମେ ଭୟଭୀତ ହୋଇ ଯୁଦ୍ଧକୁ ପଳାୟନ କଲ। ଏଠାରେ ମହାରଥୀ କିଏ? ଏହି ପଥରେ ମହାନ ପରିଶ୍ରମ ଦ୍ୱାରା ଆଗକୁ ବଢ଼ିଥିବା ସାଧକ ହିଁ ମହାରଥୀ ଅଟନ୍ତି। ଏହିପରି ଏତିକି ହିଁ ପରିଶ୍ରମରେ ଅବିଦ୍ୟା ଆଡ଼କୁ ଟାଣି ନେଉଥିବା କାମ, କ୍ରୋଧ ଓ ଲୋଭ, ମୋହ ଇତ୍ୟାଦି ମଧ୍ୟ ମହାରଥୀ ଅଟନ୍ତି। ଯେଉଁମାନେ ତୁମକୁ ବହୁତ ସମ୍ମାନ ଦେଉଥିଲେ, ସେ ସାଧକ ପ୍ରଶଂସନୀୟ ଅଟେ। ତୁମେ ଏହାଙ୍କ ଦୃଷ୍ଟିରୁ ତଳକୁ ଖସି ପଡ଼ିବ। କେବଳ ଏତିକି ହିଁ ନୁହେଁ, ବିରୋଧୀମାନେ ତୁମର ପରାକ୍ରମରେ ନିନ୍ଦା କରି ବହୁତ ପ୍ରକାର କହିବା ଯୋଗ୍ୟ ବଚନକୁ କହିବେ। ଗୋଟିଏ ଦୋଷ ଆସୁଛି ତ ଚାରିଆଡ଼ୁ ନିନ୍ଦା ଓ ଅପମାନ ଝଡ଼ ଲାଗିଯାଏ। ନ କହିବା ଯୋଗ୍ୟ କଟୁବଚନ ମଧ୍ୟ କହିବେ। ଏହାଠାରୁ ଅଧିକ ଦୁଃଖ ଆଉ କ'ଣ ହେବ? ଅତଃ ଏହି ଯୁଦ୍ଧରେ ଯଦି ମୃତ୍ୟୁ ହୋଇଯିବ, ତେବେ ସ୍ୱର୍ଗପ୍ରାପ୍ତି କରିବ ଅର୍ଥାତ୍ ଶ୍ୱାସ ଓ ପ୍ରଶ୍ୱାସରେ ବିଚରଣ କରିବା କ୍ଷମତା ରହିବ। ଶ୍ୱାସରେ ବାହ୍ୟ ପ୍ରକୃତିରେ ବିଚରଣ ଧାରା ଗୁଡ଼ିକୁ ନିରୁଦ୍ଧ ହୋଇଯିବେ ଓ ପରମଦେବ ପରମାତ୍ମାରେ ପ୍ରବେଶ କରାଯାଉଥିବା ଦୈବୀ ସମ୍ପଦ ହୃଦୟରେ ସମ୍ପୂର୍ଣ୍ଣ ପ୍ରବାହିତ ହେବ। ଅର୍ଥାତ୍ ଏହି ସଂଘର୍ଷରେ ଜିଣିଲେ ମହିମ ସ୍ଥିତିକୁ ପ୍ରାପ୍ତ ହେବ। ତେଣୁ ହେ ଅର୍ଜୁନ, ଯୁଦ୍ଧ ନିମନ୍ତେ ନିଶ୍ଚୟ ହୋଇ ଠିଆ ହୁଅ। ଏଠି ଭଗବାନ ବହୁତ ପ୍ରକାରରେ ଅର୍ଜୁନକୁ ବୁଝାଉଛନ୍ତି କ'ଣ ହେଇଯିବ ଓ ଯୁଦ୍ଧ ନ କଲେ କ'ଣ ହେବ। ତ ଆପଣମାନେ ତ ଶୁଣୁଛନ୍ତି, ତ ଆପଣମାନଙ୍କୁ କେମିତି ଲାଗୁଛି ଆପଣ କହିବେ। ପୁଣି ଆଗକୁ ପଢ଼ିବା। ଛୋଟ ଭିଡ଼ିଓ ବନାଉଛି କାରଣ ଆପଣଙ୍କୁ ଦେଖିବା ପାଇଁ ଭଲ ଲାଗିବ, ଛୋଟ ଭିଡ଼ିଓକୁ ଶୁଣିବାକୁ ଭଲ ଲାଗିବ, ସେଥିପାଇଁ। आप सबका मंगल हो। ब्लेसिंग ब्लेसिंग ब्लेसिंग।